ଆପଣ ଜାଣିଥିଲେ ବିଜେଡି ମୁଁ ତ କହୁଥିଲି, ମୁଁ ତ ମୋ ଟେଲିଭିଜନରେ ରେଗୁଲାର ଓଡ଼ିଆ ଟେଲିଭିଜନରେ ଆସୁଥିଲା ଏବଂ ମୁଁ ତ କହୁଥିଲି ଯେ ଯିବ ବୋଧେ, ମୋର ଇଏ ଥିଲା। ତ ମୋର ଗୋଟେ ଆଣ୍ଟିସିପେସନ ଥିଲା, ক্যালকুলেশন ଥିଲା যে এথর বোধহয় সরকার পরিবর্তন হব। তো সরকার যদি পরিবর্তন হব তাহলে ধর্মেন্দ্র বাবু মুখ্যমନ୍ତ୍ରୀ তো ଆମେ ସେଇ ଜୁନ 4 ତାରିଖରେ ଆପଣ ଆଉ କାହାର ନା ଭାବି ପାରୁଥିଲେ କି? ଆପଣ ତ ସାମ୍ବାଦିକ। ହଁ ଧର୍ମେନ୍ଦ୍ର ବାବୁ ଯଦି ବିଜେପି ଯଦି ଜିତିବ ଆପଣ କାହାକୁ ଫେଭରିଟ ମୁଖ୍ୟମନ୍ତ୍ରୀ କ୍ୟାଣ୍ଡିଡେଟ୍ ହିସାବରେ କହିବେ ସେତେବେଳେ ଜୁନ 4 ତାରିଖ? ଜୁନ 4 ତାରିଖରେ কোন ଧର୍ମେନ୍ଦ୍ରଙ୍କ ନାଁ ଆଗରେ ଧାଡ଼ିରେ ଥିଲା। তো ମୁଁ କ'ଣ କରିଲି, ମୁଁ ଧର୍ମେନ୍ଦ୍ରକୁ କହିଲି ଯେ ମୁଁ ତମ ସାଙ୍ଗରେ ଇଲେକ୍ସନ ରେଜଲ୍ଟ ଦେଖିବି, କାହିଁ ମୋର ଇଣ୍ଟରେଷ୍ଟ ଥିଲା ଯେ ସେ କ'ଣ ଚାଲିଛି ସେଟା ମୁଁ ଦେଖିବି। ଧର୍ମେନ୍ଦ୍ର ବାବୁ ଜାଣିଥିଲେ କି ଏଥର ବିଜେପି ଜିତୁଛି ବୋଲି? ସେ ଜାଣିନଥିଲେ, ମୋର ଧାରଣା ଥିଲା। ତ ଆଇ strategically see journalism was also a question of art of anticipation. পরে কোন হব সেটাକୁ ଆପଣଙ୍କୁ ଆଗକୁ anticipate କରିବାକୁ ପଡ଼ିବ। ତ ମୁଁ anticipate କରିଥିଲି ଯେ ଏଥର ସରକାର ପରିବର୍ତ୍ତନ ହବ, ଧର୍ମେନ୍ଦ୍ର ପ୍ରଧାନ ହେଉଛି one of the favorite candidates। ମୁଁ ତ ମୋହନ ମାଝି ଘରକୁ ଯାଇକରି ବସି ପାରିନଥାନ୍ତା, କାହିଁକି ଆମେ କେହି ମୋହନ ମାଝିର ନାଁ ଶୁଣିନଥିଲୁ ସେତେବେଳେ। ଆମେ କେମିତି ଯିବୁ? ଯଦି ଜାଣିଥାନ୍ତା ତାହେଲେ ମୋହନ ମାଝି ସାଙ୍ଗରେ ମୁଁ ବସିଥାନ୍ତା, ତାହେଲେ ଆଉ ଟିକେ ଆଚ୍ଛା ଭଲ ମେଟେରିଆଲ ମିଳିଥାନ୍ତା ଲିଖିବା ପାଇଁ। ତ ମୋର ଆଣ୍ଟିସିପେସନ ଥିଲା ଯେ ଯଦି ଧର୍ମେନ୍ଦ୍ର ପ୍ରଧାନ ହବ ତାହେଲେ ମୁଁ ବସିକରି ଦେଖୁଥିବି ଯେ ଚେଞ୍ଜ ଅଫ୍ ପାୱାର ହେଉଛି, ଚେଞ୍ଜ ଅଫ୍ ଇକ୍ୱେସନ, ତାହେଲେ ସେଇଠି ଭିତରେ କ'ଣ ଚାଲିଛି, କ'ଣ ହେଉଛି, ସେ ଲୋକ କେମିତି ରିଆକ୍ଟ କରୁଛି, ରେଜଲ୍ଟ ଯେତେବେଳେ ଆସୁଛି ତାର ରିଆକ୍ସନ କ'ଣ। ମୁଁ ଯେମିତି 2000 ମସିହାରେ ନବୀନ ପଟ୍ଟନାୟକର ରିଆକ୍ସନ ଷ୍ଟଡି କରୁଥିଲି ଆଉ ବହିରେ ଲେଖିଛି 24 ମସିହାରେ ଧର୍ମେନ୍ଦ୍ରଙ୍କ ଘରେ ବସିକରି ମୁଁ ସେଇ ବହିକୁ ଲେଖିବି ନୂଆ ଢଙ୍ଗରେ। ଏହା ଥିଲା। କ'ଣ ଆପଣ ରିଆକ୍ସନ ଦେଖିଲେ ଧର୍ମେନ୍ଦ୍ର ବାବୁଙ୍କର ଯେତେବେଳେ ରେଜଲ୍ଟ ବାହାରୁଥିଲା? I found him very surprisingly, I found him, ମାନେ ମୁଁ ସତ୍ୟରେ କହୁଛି, I found him to be exceptionally calm। ପୁରା ଶାନ୍ତ ଥିଲା। ମାନେ ସେଇ ଯୋଉ ଟେନସନ ଥିବା କଥା, ଆମେ ତ ଇଷ୍ଟ ବେଙ୍ଗଲ ମାନେ ମ୍ୟାଞ୍ଚେଷ୍ଟର ୟୁନାଇଟେଡ ଭର୍ସେସ ଚେଲସି ମ୍ୟାଚ୍ ହେଲେ ପରେ ଆପଣ ଟିକେ ଉତ୍ତେଜନା ହବ, ଏକ୍ସାଇଟମେଣ୍ଟ ହବ। ଏତେ ବଡ଼ ରେଜଲ୍ଟ ବାହାରୁଛି, he was exceptionally calm, very calm, quiet। তো দ্যাট সারপ্রাইজ মি। এবং রেজাল্ট কাউন্টিং 9টাରୁ ବୋଧେ ଆରମ୍ଭ ହେଲା ନା 8টাରୁ ଆରମ୍ଭ ହେଲା? 8টাରୁ ଆରମ୍ଭ ହେଲା। ତାପରେ 10ଟା 10:30 ସୁଦ୍ଧା ଆମେ ଜାଣି ଯାଇଥିଲୁ ଯେ ଟ୍ରେଣ୍ଡ କୁଆଡ଼େ ଯାଉଛି, ବିଜେପି ସପକ୍ଷରେ ଯାଉଛି। ତାର ଘରେ ଆଉ ଲୋକ ନଥିଲେ, ମାନେ ଭିତର ରୁମରେ ଆଉ କେହି ନଥିଲେ। ତାରପରେ 10:30ରୁ ତାର ପାର୍ଟି ଲୋକ ଆସିବା ଆରମ୍ଭ ହେଲା, ନେତାମାନେ ଜଣେ କରି ଆସିବେ। ଏବଂ ରେଜଲ୍ଟ ଯେତେବେଳେ 75 টাচ ହେଲା, ମାନେ ବିଜେଡି 75 টাচ ହେଲା, ବିଜେପି ସରି ଧର୍ମେନ୍ଦ୍ର କହିଲା ଯେ ଫାଇନାଲି ଆମର ଓଡ଼ିଆ ଅସ୍ମିତା କାମ କରିଗଲା। କିନ୍ତୁ ସେ କିଛି କହୁନଥିଲା। 75 ମାନେ 60, 63, 65 ବିଜେପିର ବଢୁଛି। ମୁଁ କହୁଛି କ'ଣ ଖବର, କ'ଣ ହେଲା? ନା ଦାଦା ରହିଯାନ୍ତୁ। ବଟ୍ ହି ୱାଜ୍ କାମ୍, ତାର কোনো ଇଏ ନଥିଲା। 75 ଯେତେବେଳେ ହେଲା, ସେ ଆଉ ବାଇ ଦ୍ୟାଟ୍ ଟାଇମ୍ 11ଟା 11:30 ସୁଦ୍ଧା ଅନ୍ୟ 4-5 ଜଣ ନେତା ଆସିଥିଲେ। ସେ କହିଲା ଓଡ଼ିଆ ଅସ୍ମିତା କାମ କଲା। ତ ଦ୍ୟାଟ୍ ୱାଜ୍ ଇଜ୍, ଆପଣ ଏଟାକୁ ଆଡମିସନ କୁହନ୍ତୁ କି କନଫେସନ କୁହନ୍ତୁ। ତ ଆପଣ ଭାବୁଥିଲେ ଯେତେବେଳେ ଧର୍ମେନ୍ଦ୍ରଙ୍କର ଇଚ୍ଛା ଥିଲା ଯେ ନେକ୍ସଟ ଚାନ୍ସ ଓଡ଼ିଶାରେ ବିଜେପି ଆସିଗଲାଣି, ବୋଧେ ସେ ମୁଖ୍ୟମନ୍ତ୍ରୀ ହେଉଛନ୍ତି, ବା ସେଭଳି କିଛି ଗୋଟେ ଆଭାସ ଆପଣ ପାଉଥିଲେ ମାହୋଲ ଦେଖିକରି? ସେ କିଛି କହିନଥିଲେ। ମୁଁ କହିଲି ଯେ ଏକ୍ସେପସନାଲି କାମ୍। ମାନେ ମୁଁ ଯଦି ସେଇ ଦିନର କି ଟେକ୍ ଆୱେ ହେଉଛି ଯେ ଆମେ ଭାବୁଛୁ ଯେ ସେ ହେଉଛି ଚିଫ ମିନିଷ୍ଟରର ଚେହେରା। ଆମେ ତ ଭାବୁଥିଲୁ ସମସ୍ତେ ଯେ ସରକାର ଯଦି ପରିବର୍ତ୍ତନ ହବ, ସେ ଜଣେ ପ୍ରାଇମ କ୍ଲେମେଣ୍ଟ। ତାର ମୁଁ ଏକ୍ସପେକ୍ଟ କରୁଥିଲି ସେ ବହୁତ ଉତ୍ତେଜିତ ଥିବେ, ଟେନ୍ସ ଥିବେ। ଭେରି କାମ୍। ମାନେ ହି ୱାଜ୍, ମାନେ ଇଂରେଜୀରେ ଗୋଟେ କଥା ଅଛି, କୁଲ୍ ଆଜ୍ ଆ କ୍ୟୁକମ୍ବର। ହି ୱାଜ୍ କୁଲ୍ ଆଜ୍ ଆ କ୍ୟୁକମ୍ବର। ମୋର ଧାରଣା ସେ ଜାଣିଥିଲା ଯେ ରେଜଲ୍ଟ କ'ଣ ହବ, କାହିଁକି ତାର ପୂର୍ବ ଦିନ କିମ୍ବା ତାର ପୂର୍ବ ଦିନ ଓପିନିଅନ ପୋଲ୍ ଯେଉଁମାନେ ସର୍ଭେ କରନ୍ତି, ସେମାନେ ତାକୁ କହିଥିଲେ ଯେ ସରକାର ପରିବର୍ତ୍ତନ ହେଉଛି, ବିଜେପି ଯାଉଛି ଆଉ ବିଜେପି ଆସୁଛି। ଏକ୍ଜିଟ୍ ପୋଲ୍ ବି ସେୟା କହିଥିଲା। ତ ମୋର ଧାରଣା ହି ୱାଜ୍ କନଭିନ୍ସ ଯେ ରେଜଲ୍ଟ ଏମିତି ହବ। ତାପରେ ଯେତେବେଳେ ଫୋନ୍ ଆସୁଥିଲା, ଆପଣ କିଛି ମେନସନ୍? ମୁଁ ତ ସକାଳ 9:30 10ଟାରୁ ମୁଁ ଜାଣିଛି ଲୋକମାନେ ତାକୁ ଫୋନ୍ କରୁଥିଲେ କଂଗ୍ରାଚୁଲେସନ ଜଣାଇବା ପାଇଁ। 10ଟାରୁ ଯେ ମାନେ ଫୋନ୍ ଆସୁଥିଲା।
বিজেপি নেতা মানে না কংগ্রেস বিজেপি নেতা নয়, অর্ডিনারি মানে অন্য ଲୋକମାନେ ମାନେ ଇମ୍ପୋର୍ଟାଣ୍ଟ ଲୋକମାନେ হ্যাঁ ତାକୁ ନବୀନ ଧର୍ମେନ୍ଦ୍ରକୁ ଫୋନ କରୁଥିଲେ। ଆପଣ ବି ଧରି ନେଇଥିଲେ ଯେ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ହଉଛନ୍ତି ବୋଲି ଆମେ କେମିତି ଜାଣିବୁ ଏ ହେଇପାରେ ରେଜଲ୍ଟ ଦେଖିକିରି ଆପଣଙ୍କ ଭିତରେ ଗୋଟେ ଧାରଣା ହଉଥିଲା ମାନେ କନଭିନ୍ସ ନଥିଲି କାହିଁକି ଫାଇନାଲି ଆମେ ଜାଣିଛୁ ଯେ ବିଜେଡି ଗୋଟେ ନ୍ୟାସନାଲ ପାର୍ଟି ସେଣ୍ଟ୍ରାଲ লিডারশিপ ଯାହା ଡିସାଇଡ୍ କରିବେ ସେୟା ହିଁ ହବ। କିନ୍ତୁ ନର୍ମାଲି ତ ଲୋକର ଏଇଠି ଗୋଟେ ଇଏ ଥିଲା ଯେ ଧର୍ମେନ୍ଦ୍ର ଗୋଟେ ଫେଭରିଟ କ୍ୟାଣ୍ଡିଡେଟ୍ ଟୁ ବି ଆପଣଙ୍କର କ'ଣ ଧାରଣା ଥିଲା ଇଲେକ୍ସନ ପୂର୍ବରୁ ନିଶ୍ଚିତ ଆପଣ କ'ଣ ଭାବରେ ଭାବୁଥିଲେ ନିଶ୍ଚିତ ଭାବରେ ଧର୍ମେନ୍ଦ୍ର ପ୍ରଧାନ ଯେହେତୁ ସେ ଏମପି ଆପଣ ଯେମିତି ଭାବୁଥିଲେ ମୁଁ ବି ସେମିତି ହଁ। ଭାବୁଥିଲି। ଯେହେତୁ ସେ ସାଂସଦ ଭାବରେ ଲଢୁଥିଲେ ଆମେ ଗୋଟେ କନଫ୍ୟୁଜନ ଭିତରେ ଥିଲୁ ଯେ ପ୍ରକୃତରେ ହବା ପାଇଁ କ'ଣ ଯାଉଛି ସେଇଟା ଆମେ ସେତେବେଳେ ସ୍ପେକୁଲେଟ୍ କରୁଥିଲୁ। ଏଭଳି ଅନେକ ନ୍ୟୁଜ୍ ସହିତ ନିଜକୁ ଅପଡେଟ୍ ରଖିବା ପାଇଁ ଆପଣମାନେ ନ୍ୟୁଜ୍ ରୁମ୍ ସହିତ ଯୋଡ଼ି ହୋଇ ରୁହନ୍ତୁ। ଆମ ଚ୍ୟାନେଲକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଆଉ ସବସ୍କ୍ରାଇବ୍ କରନ୍ତୁ। ମୁଁ ପେନ୍ ଧରିକି ସବୁ କହିଦେଲି।